ମଧ୍ୟ ଆମ ଦେଶ ବାହାରେ ଆମେ ଦେଖୁଛେ ଯେମିତିକି ଭୟଙ୍କର ଯୁଦ୍ଧ ଲାଗିଛି। ଏଇ ଗ୍ରହଣ ପରେ ଆମେ ଯେଉଁ କଳିଯୁଗର ଭାଗବତ ମାଳିକା କହୁଛେ, ଅଚ୍ୟୁତାନନ୍ଦ ମହାପୁରୁଷ କୁଆଡ଼େ ଲେଖିଛନ୍ତି 500 ବର୍ଷ ତଳେ ଯେ ଏଇ 2026 ମସିହାର ଯେଉଁ ପ୍ରଥମ ଚନ୍ଦ୍ରଗ୍ରହଣ ପରେ କୁଆଡ଼େ ଭୟଙ୍କର ଯୁଦ୍ଧ ହେବ, ଅନେକ ଲୋକ ମରିବେ। ବାସ୍ତବରେ ଇଏ କ'ଣ ସତ କଥା ଡକ୍ଟର ମନୋଜ ଲେଙ୍କା? ଅଚ୍ୟୁତାନନ୍ଦ ପ୍ରଭୁ ହଉଛନ୍ତି ଜଗନ୍ନାଥଙ୍କର ଗୋଟେ ଅବତାର କହିଲେ ଅତ୍ୟୁକ୍ତି ହବନି, ବା ଜଗନ୍ନାଥଙ୍କର ଆଶୀର୍ବାଦରେ ହିଁ ଅଚ୍ୟୁତାନନ୍ଦ ମାଳିକା ଲେଖିଛନ୍ତି। କିନ୍ତୁ ଅନେକ ମାଳିକାକୁ ଅପଭ୍ରଂଶ କରାଯାଇଛି, ମାନେ କର୍ଣ୍ଣ ମାନେ ମଧୁର ହବା ଭଳିଆ କଥା ଗୁଡାକୁ ସେଥିରେ ଲେଖା ହେଇଛି। କିନ୍ତୁ ଆମେ ଯଦି ବିଚାର କରିବା, ଜ୍ୟୋତିଷ ହଉଛି ଗୋଟେ ଅଙ୍କ, ତାର ଅଙ୍କର ପ୍ରଭାବ ରହିଛି। ତେବେ 2026କୁ ଯଦି ବିଚାର କରିବା, ଆମେ ଯେତେବେଳେ ବର୍ଷର ପ୍ରଥମ ଦିନରେ 1 ଜାନୁଆରୀ 2026ରେ ଏ କଥା ଆମେ ସ୍ପଷ୍ଟ କରିଥିଲେ ଯେ କୋଉ କୋଉ ଦେଶ ମାନଙ୍କ ମଧ୍ୟରେ ଯୁଦ୍ଧ ହବ। ଏଇ 2026 କେବଳ ଗ୍ରହଣ ପରେ ନୁହଁ, ଇଏ ଆରମ୍ଭ ହେଇଗଲାଣି ଜାନୁଆରୀ ମାସରୁ, ଏବଂ ଜାନୁଆରୀ ମାସରୁ ଆରମ୍ଭ ହେଇସାରିଛି ଏବଂ ଏହା ବର୍ଷ ସାରା ଚାଲିବ। ଯେ ଏଇ ଗ୍ରହଣ ପରେ ଖାଲି ନୁହେଁ, ପୁରା ଚାଲିବ। ଅନେକ ସମୟ ଆମର ଜ୍ୟୋତିଷ ଶାସ୍ତ୍ର ରହିଛି, ଯେତେବେଳେ ପଞ୍ଚଗ୍ରହ କୂଟ ହୁଏ ଏବଂ ଏଇ ଯୋଉ ଗ୍ରହୋଦୟ ଚନ୍ଦ୍ରଗ୍ରହଣ ପଡିଛି, ଏ ପାଖାପାଖି ବୋଧ ହୁଏ 100 ବର୍ଷ ଭିତରେ ଏଇଟାର ହଉଛି ଘଟଣା। ଏହାର ପ୍ରଭାବ ଅନେକ ରହିଥାଏ, ମନରେ ପ୍ରଭାବ ରହିଥାଏ। ଯୋଉମାନେ ରାକ୍ଷାସ ଜାତି, ଯୋଉମାନେ ତାମସିକ ମନୋବୃତ୍ତି ରଖନ୍ତି, ସେମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିବ। କେବଳ ବିଦେଶରେ ନୁହେଁ, ଦେଶରେ ମଧ୍ୟ ଚାଲିବ। କୋଉଟାକ ଅନ୍ତର୍ଦ୍ୱନ୍ଦ୍ୱ ଚାଲିବ, କୋଉଠି ଗୋଳା ବାରୁଦରେ ଯୁଦ୍ଧ ହବ। କିନ୍ତୁ ଏ ବର୍ଷ ସାରା ଏକ ନିର୍ଣ୍ଣାୟକ ଭୂମିକା ପ୍ରତି ମୁହୂର୍ତ୍ତ ଗ୍ରହଣ କରିବ। ଏବଂ ଏ ଯୋଉ ଯୁଦ୍ଧ ଚାଲିଛି, ଇରାନ, ଆମେରିକା, ଇସ୍ରାଏଲ, ଏଇସବୁ ଦୁବାଇ, ଏସବୁ ଯୋଉ ସ୍ଥିତି ଦେଇକରି ଗତି କରୁଛି, ପ୍ରାଚ୍ୟ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକ, ଏହାର ଭୟାନକ ପରିସ୍ଥିତି ହବ ଏବଂ ଆର୍ଥିକ ମାନଦଣ୍ଡ ପୁରା ଭାଙ୍ଗି ପଡିବ ଏବଂ ଯୁଦ୍ଧର ବିଭୀଷିକା ଅତ୍ୟନ୍ତ ଦାରୁଣ ହବ। ଏବଂ ମାଳିକାରେ ଲେଖା ଅଛି ଯେ 2026ରେ ଲକ୍ଷ ଲକ୍ଷ ଲୋକଙ୍କର ନିହତ ହବ, ଯବନ ମାନଙ୍କର ନିହତ ହବ। ସୁନ୍ଦର କଥା, ତାତ୍ବିକ କଥା। ଯୋଉ ଯବନ ମାନଙ୍କର ନିହତ ହବ, ତାହା ଆରମ୍ଭ ହେଇ